ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ପରମେଶ୍ୱରଙ୍କ ବାକ୍ୟରୁ ଆଜି ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଜଣେ ପାଳକଙ୍କୁ କେତେବେଳେ ଅଧିକ ଦୁଃଖ ହୁଏ। ଆଜିର ପ୍ରସଙ୍ଗ ହେଲା ଜଣେ ପାଳକଙ୍କୁ ବା ପ୍ରଭୁଙ୍କ ଦାସଙ୍କୁ କେତେବେଳେ ଅଧିକ ଦୁଃଖ ହୁଏ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଏହି ପ୍ରସଙ୍ଗଟି ଶୁଣିଲା ପରେ ଆପଣଙ୍କ ମନ ମଧ୍ୟରେ ଗୋଟେ ପ୍ରଶ୍ନ ଆସୁଥିବ, ପ୍ରଭୁଙ୍କ ଦାସମାନଙ୍କୁ ମଧ୍ୟ ଦୁଃଖ ଆସେ କି? ସେମାନେ ତ ପ୍ରଭୁଙ୍କ ପଛରେ ଚାଲନ୍ତି, ସେମାନେ ଉପବାସ କରନ୍ତି, ବାକ୍ୟ ପଢ଼ନ୍ତି, ସେମାନେ ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ଜୀବନରେ ମଧ୍ୟ କ'ଣ ଦୁଃଖ ଆସେ କି? ଏହି ପ୍ରକାର ପ୍ରଶ୍ନ ଆପଣମାନଙ୍କ ମନ ମଧ୍ୟରେ ଆସୁଥିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ପ୍ରଭୁଙ୍କ ବାକ୍ୟରୁ ମୁଁ କହିବା ପାଇଁ ଚାହେଁ ଯେ ଜଣେ ପ୍ରଭୁଙ୍କର ଦାସଙ୍କୁ କେତେବେଳେ ଅଧିକ କଷ୍ଟ ଲାଗେ, କେତେବେଳେ ଅଧିକ ଦୁଃଖ ଲାଗେ। ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସୁସମାଚାରରେ ସେ 3 ଥର ଅଧିକ ଦୁଃଖ ପ୍ରକାଶ କଲେ ବା 3 ଥର ସେ କ୍ରନ୍ଦନ କଲେ। ପ୍ରଥମ ଥର ସେ ଜେରୁସାଲେମ ମନ୍ଦିରକୁ ଦେଖି ସେ କ୍ରନ୍ଦନ କଲେ, ଶୋକ କଲେ। ଦ୍ୱିତୀୟ ଥର ଲାଜରଙ୍କ ମୃତ୍ୟୁକୁ ନେଇ ସେ କ୍ରନ୍ଦନ କଲେ ଏବଂ ତୃତୀୟ ଥର ସେ କ୍ରୁଶାର୍ପିତ ହେବା ପୂର୍ବରେ, ସେ ଶତ୍ରୁମାନଙ୍କ ହସ୍ତରେ ସମର୍ପିତ ହେବା ପୂର୍ବରେ ଗେଥସିମନି ବଗିଚାରେ ସେ କ'ଣ କଲେ? ବହୁତ ଦୁଃଖରେ ସେ କ୍ରନ୍ଦନ କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ପାଳକଙ୍କର ପ୍ରକୃତ ଦୁଃଖ ଆଜି ବାକ୍ୟରୁ ଆମେ ଧ୍ୟାନ କରିବା। ମୋ ସହିତ ଆପଣମାନେ 2 କରିନ୍ଥୀୟ 12 ଅଧ୍ୟାୟକୁ ଆସିବେ। ସାଧୁ ପାଉଲଙ୍କ ଦ୍ୱାରା ଲିଖିତ 2 କରିନ୍ଥୀୟ 12 ଅଧ୍ୟାୟ 21 ପଦରେ ଏ ପ୍ରକାର ଲେଖାଯାଏ, କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି। ପୁଣି ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରିନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସ୍ଥାନରେ ସାଧୁ ପାଉଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ସେ ପତ୍ର ଲେଖି ସେ ପ୍ରକାର କହନ୍ତି ଯେ ମୁଁ ସେମାନଙ୍କ ପାଇଁ ଅଧିକ ଦୁଃଖ କରେ, ମୁଁ କ୍ରନ୍ଦନ କରେ, ଶୋକ କରେ, ଯେଉଁମାନେ ପୂର୍ବରେ ପାପ କରି ପାପ ନିମନ୍ତେ ଅନୁତାପ କରିନାହାନ୍ତି। ସେମାନଙ୍କ ନିମନ୍ତେ ମୋତେ ବହୁତ ଦୁଃଖ, ମୋତେ ବହୁତ ଯନ୍ତ୍ରଣା, ବହୁତ କଷ୍ଟ, ମୁଁ କ୍ରନ୍ଦନ କରୁଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ବିଶ୍ୱାସୀମାନେ ମଣ୍ଡଳୀକୁ ଆସନ୍ତି, ସେମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ଏବଂ ଯୀଶୁଖ୍ରୀଷ୍ଟ ମୋର ନିଜ ତ୍ରାଣକର୍ତ୍ତା ଭାବରେ ସେମାନେ ଗ୍ରହଣ କରନ୍ତି, ବାପ୍ତିଜିତ ହୁଅନ୍ତି। ସେମାନେ ମଣ୍ଡଳୀ ସହଭାଗିତାରେ ବଢ଼ିଲା ପରେ ମଧ୍ୟ ଯଦି ସେମାନଙ୍କ ଜୀବନରେ ରୋଗ ଆସେ, ଅଭାବ ଆସେ, ବିଭିନ୍ନ ପ୍ରକାର ଦୁଃଖ, ନିନ୍ଦା, ତାଳନା ଦେଇ ଗତି କରନ୍ତି, ସେହି ସମୟରେ ପାଳକ ଭାବରେ ଆମେ ଯେତେବେଳେ ଦେଖୁ, ସେହି ସମୟରେ ହୁଏତ କୌଣସି ପ୍ରକାରେ ଆମକୁ ଅଧିକ ଦୁଃଖ ପ୍ରକାଶ ହୁଏ ନାହିଁ। କିନ୍ତୁ ମଣ୍ଡଳୀରେ ରହି ବାକ୍ୟ ଶୁଣି ପ୍ରଭୁ ଫୌଜର ଅଂଶୀ ହୋଇ ବାରମ୍ବାର ବାକ୍ୟ ଶୁଣିଲା ସତ୍ତ୍ୱେ, ସହଭାଗିତାରେ ଆସିବା ସତ୍ତ୍ୱେ ମଧ୍ୟ ଯଦି ସେମାନେ ପାପ କରି ପାପରେ ପତିତ ହୋଇ ସେମାନେ ଅନୁତାପ କରିବାର ମନ ସେମାନଙ୍କ ପାଖରେ ନଥାଏ, ଅନୁତାପ କରିବାକୁ ଇଚ୍ଛା କରନ୍ତି ନାହିଁ, ଅନୁତାପ କରନ୍ତି ନାହିଁ, ପ୍ରଭୁଙ୍କ ନିକଟକୁ ଫେରନ୍ତି ନାହିଁ, ସେହି ସମୟରେ ବହୁତ ଦୁଃଖ ଲାଗେ, ବହୁତ କଷ୍ଟ ଲାଗେ। ସେଥିପାଇଁ ସାଧୁ ପାଉଲ ସେ କହୁଛନ୍ତି ଯେ ମୋତେ ଯେଉଁମାନେ ତୁମ ମଣ୍ଡଳୀରେ ବା କରିନ୍ଥୀୟ ମଣ୍ଡଳୀରେ ପାପ କରି ନିଜର ପାପ ପାଇଁ, ନିଜର ଭୁଲ ପାଇଁ ଅନୁତାପ କରୁନାହାନ୍ତି, ପାପରୁ ଫେରି ଆସୁନାହାନ୍ତି, ପାପରୁ ପରିବର୍ତ୍ତନ ହେଉନାହାନ୍ତି, ମନ ଆଜି ପର୍ଯ୍ୟନ୍ତ ସେମାନଙ୍କ ମନ ପରିବର୍ତ୍ତନ ହେଇନାହିଁ, ସେମାନଙ୍କ ଲାଗି ମୋତେ ଦୁଃଖ, ସେମାନଙ୍କ ଲାଗି ମୁଁ କ୍ରନ୍ଦନ କରେ, ସେମାନଙ୍କ ଲାଗି ମୁଁ ଶୋକ କରେ। ଏହି କଥା ସାଧୁ ପାଉଲ ଲେଖୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ କେଉଁ ମଣ୍ଡଳୀର ବିଶ୍ୱାସୀ ଅଟନ୍ତି? ଆପଣଙ୍କର ପାଳକ କିଏ? ଆପଣଙ୍କ ପାଳକଙ୍କୁ ଦୁଃଖ ଦେଲା ଭଳି ଆପଣଙ୍କ ପାଳକ ଆପଣଙ୍କ ନିମନ୍ତେ ଶୋକ ନ କରନ୍ତୁ, କ୍ରନ୍ଦନ ନ କରନ୍ତୁ, ଆପଣଙ୍କ ଲାଗି ଆପଣଙ୍କର ପାଳକ ମସ୍ତକ ଅବନତ ନ କରନ୍ତୁ, ମୁଣ୍ଡ ତଳକୁ ନ ନୁଆନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣଙ୍କୁ ପରାମର୍ଶ ଦେବା ପାଇଁ ଚାହେଁ, ଯଦି ସେ
ଆପଣାର କାର୍ଯ୍ୟ ଦୁଃଖରେ କରିବେ ତାହେଲେ ସେଥିରେ ଆପଣମାନଙ୍କର କି ଲାଭ ହେବ? ଆପଣ ଏଇ ପ୍ରକାର ପ୍ରଭୁରେ ବଢ଼ନ୍ତୁ, ଏଇ ପ୍ରକାର ମଣ୍ଡଳୀରେ ରୁହନ୍ତୁ। ଆପଣଙ୍କର ଆଚରଣ, ଆପଣଙ୍କର ବ୍ୟବହାର, ଆପଣଙ୍କର ଜୀବନଶୈଳୀ, ଆପଣଙ୍କର ଆତ୍ମିକ ଜୀବନକୁ ଦେଖି ଆହୁରି ଆପଣଙ୍କର ଦାସ ବା ଆପଣଙ୍କର ପାଳକ ସେ ପ୍ରଭୁଙ୍କୁ ଧନ୍ୟବାଦ ଦେବେ, ପ୍ରଭୁଙ୍କର ମହିମା ଗୌରବ କରିବେ, ଆଉ ଆପଣଙ୍କୁ ଦେଖି ସେ ଖୁସି ଆନନ୍ଦରେ ଆହୁରି ପ୍ରଭୁଙ୍କର ସେବା କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ ଯେ ଆମେ ଯେ ପ୍ରକାର କୌଣସି ପ୍ରଭୁଙ୍କର ଦାସମାନଙ୍କୁ ଦୁଃଖ ଦେଲା ଭଳି ଆମେ ଜୀବନଯାପନ ନ କରିବା। ମୁଁ ଆପଣମାନଙ୍କ ନିକଟରେ ଆଉ ଏକ ବାକ୍ୟ ରଖିବା ପାଇଁ ଚାହେଁ। ଗାଲାତୀୟ 4:19 ସାଧୁ ପାଉଲଙ୍କ ପତ୍ର, ଗାଲାତୀୟ ପୁସ୍ତକ 4:19 ପ୍ରକାର ଲେଖାଗଲା, ହେ ମୋହର ପିଲାମାନେ, ଯେ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି। ପ୍ରଭୁଙ୍କର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସ୍ଥାନରେ ପୁନର୍ବାର ସାଧୁ ପାଉଲ ସେ କହୁଛନ୍ତି, ଯେ ପର୍ଯ୍ୟନ୍ତ ଖ୍ରୀଷ୍ଟ ତୁମ୍ଭମାନଙ୍କ ଠାରେ ମୂର୍ତ୍ତିମାନ ହୋଇନାହାନ୍ତି, ଅର୍ଥାତ୍ ଯେଉଁ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ସ୍ୱଭାବ ଆସିନାହିଁ, ଖ୍ରୀଷ୍ଟଙ୍କର ଚରିତ୍ର, ଖ୍ରୀଷ୍ଟଙ୍କର ଆଚାର ବ୍ୟବହାର ତୁମମାନଙ୍କ ମଧ୍ୟରେ ଦେଖାଯାଉନାହିଁ, ସେ ପର୍ଯ୍ୟନ୍ତ ମୁଁ ପ୍ରସବ ବେଦନାରେ ବ୍ୟତୀତ ହେଉଅଛି। ଅର୍ଥାତ୍ ସେଇ ସବୁ ବିଷୟ ଦେଖିଲେ ମୋର ସବୁଠାରୁ ଦୁଃଖ, ସବୁଠାରୁ ମୋତେ ବଡ଼ କଷ୍ଟ। ପ୍ରସବ ବେଦନା ତୁଲ୍ୟ। ଜଣେ ପ୍ରସବ ବେଦନାରେ ବ୍ୟଥିତ ହେଉଥିବା ମାଆକୁ ପଚାରିଲେ ସେ ଯନ୍ତ୍ରଣା କେତେ ସେ ଜାଣିବେ। ଜଣେ ପାଳକ, ଗୋଟେ ଆତ୍ମିକ ପ୍ରଭୁଙ୍କର ଦାସ, ସେତେବେଳେ ସେମାନେ ଦୁଃଖ ପ୍ରକାଶ କରନ୍ତି। ବାକ୍ୟ ପ୍ରଚାର କରି, ପରିଶ୍ରମ କରି, ପ୍ରାର୍ଥନା କରି, ଉପବାସ କରି, ଏହିସବୁ କରିଲା ପରେ ମଧ୍ୟ ଯେତେବେଳେ ବିଶ୍ୱାସୀମାନେ ଆତ୍ମିକ ଜୀବନରେ ବଢ଼ନ୍ତି ନାହିଁ, ପୁନର୍ବାର ପାପରେ ଫେରିଯାଆନ୍ତି, ଯେତେବେଳେ ମନ୍ଦ କାର୍ଯ୍ୟ କରିବା ପାଇଁ ଲିପ୍ତ ହୁଅନ୍ତି, ସେହି ସମୟରେ ବହୁତ କଷ୍ଟ ଲାଗେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଯେକୌଣସି ମଣ୍ଡଳୀର ବିଶ୍ୱାସୀ ହୁଅନ୍ତୁ ନା କାହିଁକି, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ପାଳକଙ୍କୁ ଦୁଃଖ ଦେଲା ଭଳି ଆପଣ ଜୀବନଯାପନ କରନ୍ତୁ ନାହିଁ। ଯଦି ଆଜି ଆମେ କେହି ବି ହୁଅନା କାହିଁକି, ଯଦି ଆମେ ମନ୍ଦତାରେ ଅଛୁ, ପାପରେ ଅଛୁ, ଅବାଟରେ ଅଛୁ, ଆଜି ଆମେ ସେଠାରୁ ଫେରି ଆସିବା, ଆମେ ଅନୁତାପ କରିବା। ଆଜି ସମୟ ଅଛି, ଆମେ ଫେରିପାରିବା। ଆଜି ଅନୁଗ୍ରହର ସମୟରେ ଆମେ ପ୍ରଭୁଙ୍କର ଗୋଡ଼ ଧରିପାରିବା। ସେ ଆମକୁ କ୍ଷମା ଦେବେ, ଆମକୁ ସେ ରକ୍ଷା କରିବେ, ଆମକୁ ପରିଷ୍କାର କରିବେ। କାରଣ ବାକ୍ୟ କହେ, ଯଦି ଆମେ ଆପଣା ପାପକୁ, ଆପଣା ଦୋଷକୁ ପ୍ରଭୁଙ୍କୁ ଦେଖାଇ ଦେଉ, ସ୍ୱୀକାର କରୁ, ତାହେଲେ ଆମକୁ ସେ କ୍ଷମା କରିବା ପାଇଁ, ସମସ୍ତ ପାପରୁ ପରିଷ୍କାର କରିବା ପାଇଁ ସେ ବିଶ୍ୱସ୍ତ ଆଉ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ଜଣେ ପାଳକର ସବୁଠାରୁ ଗଭୀର ଦୁଃଖ ହେଲା ଯେତେବେଳେ ବିଶ୍ୱାସୀମାନେ ପାପ ପ୍ରତି ଲିପ୍ତ ରୁହନ୍ତି, ଏହି ଜଗତରେ କମ୍ପ୍ରମାଇଜ୍ ଜୀବନ ବିତାନ୍ତି ଏବଂ କରିଥିବା ପାପ ସକାଶୁ ଯେତେବେଳେ ସେମାନେ ଅନୁତାପ କରନ୍ତି ନାହିଁ, ଅନୁତାପ କରି ଫେରି ଆସନ୍ତି ନାହିଁ, ପବିତ୍ର ହେବା ପାଇଁ ଇଚ୍ଛା କରନ୍ତି ନାହିଁ, ସେତେବେଳେ ଜଣେ ପାଳକଙ୍କୁ ବହୁତ କଷ୍ଟ ହୁଏ, ବହୁତ ଦୁଃଖ ହୁଏ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯଦି ପାପରେ ଅଛୁ, ମନ୍ଦତାରେ ଅଛୁ, ଆଜି ଆମେ ଫେରି ଆସିବା ଆବଶ୍ୟକ ରହିଛି ଏବଂ ପ୍ରଭୁଙ୍କର ସନ୍ତୋଷ ପାତ୍ର ଏବଂ ଆପଣା ପାଳକଙ୍କର ଆନନ୍ଦର କାରଣ ଆମେ ହେବାର ଆବଶ୍ୟକ ରହିଛି। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ଗୌରବ କରୁଛୁ। ପିତା, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଥିବାରୁ ଆମେ ତୁମକୁ ହୃଦୟ ସହିତ ଧନ୍ୟବାଦ ଦେଉଛୁ। ପିତା, ତୁମେ ଆମ ଉପରେ ଯେଉଁ ଦାସମାନଙ୍କୁ ନିଯୁକ୍ତ କରିଛ, ପ୍ରଭୁ ସେଇ ଦାସମାନଙ୍କର ପରାମର୍ଶ, ତାହାଙ୍କର ବାକ୍ୟକୁ ଆମେ ଯେ ପ୍ରକାର ପ୍ରଭୁ ଅମାନ୍ୟ ନ କରି, ପିତା ଆଜି ଯଦି ଆମେ କୌଣସି ପାପରେ ମନ୍ଦତାରେ ଅଛୁ, ପିତା ତୁମେ ଜାଣିଛ, ସେଇଥିରୁ ଆମେ ଅନୁତାପ କରି ଫେରି ଆସିବା ପାଇଁ ସାହାଯ୍ୟ କର, ପବିତ୍ରୀକୃତ ହେବା ପାଇଁ ତୁମେ ଅନୁଗ୍ରହ ଦିଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍।